मेघमाଳରେ शीघ्र आसुथिबा आम्भमानकर उद्धारकर्ता प्रभु जीशु ख्रीष्टଙ୍କ अति पवित्र बहुमूल्य नामरे आपण समस्तଙ୍କୁ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଜାଣୁ, ଆମେ ସମସ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦୁଃଖ ଭୋଗ ସମୟରେ ବସବାସ କରୁଛୁ। ଆମ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ସେମାନେ ଦୁଃଖ ଭୋଗକୁ ପାଳନ କରୁଅଛନ୍ତି। କିଛି ଦିନ ପରେ ପରେ ଆମେ ଗୁଡ୍ ଫ୍ରାଇଡେରେ ପଦାର୍ପଣ କରିବା ପାଇଁ ଯାଉଛୁ। ଏହିପରି ସମୟରେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଭୋଗ ବିଷୟରେ ବାକ୍ୟରୁ କିଛି କଥା କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି କ୍ରୁଶରେ ମୃତ୍ୟୁ ଭୋଗ କଲେ। ଆଜିର ପ୍ରସଙ୍ଗ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି କ୍ରୁଶରେ ମୃତ୍ୟୁ ଭୋଗ କଲେ। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଭୋଗର କଥା ଜାଣନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ, ଏହି କଥା ଆମେ ଅନେକ ଭଲ ଭାବରେ ଆମେ ଜାଣୁ। କିନ୍ତୁ ସେ କାହିଁକି ମୃତ୍ୟୁ ଭୋଗ କଲେ, ଏହା ଯଦି ଆମେ ଜାଣିବା, ତାହେଲେ ଆମେ ଆହୁରି ପ୍ରଭୁଙ୍କୁ ଧନ୍ୟବାଦ ଦେଇପାରିବା, ଆହୁରି ପ୍ରଭୁଙ୍କର ନିକଟତର ହୋଇପାରିବା ଏବଂ ପ୍ରଭୁଙ୍କ ପ୍ରେମରେ ଆମେ ଆହୁରି ଆସକ୍ତ ହୋଇପାରିବା। ସେଥିପାଇଁ ଆଜି ମୁଁ ବାକ୍ୟରୁ 6ଟି ବିଷୟ ଆପଣମାନଙ୍କ ନିକଟ ରଖିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁଭୋଗ କରିବାର କାରଣ କ'ଣ, ଉଦ୍ଦେଶ୍ୟ କ'ଣ। ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନେ ମୋ ସହିତ ପ୍ରଥମ କୋରିନ୍ଥୀୟ 15 ଅଧ୍ୟାୟକୁ ଆସିବେ। ପ୍ରଥମ କୋରିନ୍ଥୀୟ 15 ଅଧ୍ୟାୟ 3 ପଦରେ ସାଧୁ ପାଉଲ ଏହି ପ୍ରକାର ଲେଖନ୍ତି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ। ଏହା ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଜାଣିବା ଦରକାର। ପ୍ରଥମ ବିଷୟ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ମୃତ୍ୟୁ ଭୋଗ କଲେ। ସେ ଶାସ୍ତ୍ର ଅନୁସାରେ ମୃତ୍ୟୁ ଭୋଗ କଲେ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ଲେଖାଯାଉଛି ଯେ ଆମ୍ଭମାନଙ୍କ ପାପ ନିମନ୍ତେ ସେ ମୃତ୍ୟୁ ଭୋଗ କଲେ। ଶାସ୍ତ୍ର ସମ୍ବନ୍ଧୀୟ ବା ଶାସ୍ତ୍ର ଅନୁସାରେ ସେ ମୃତ୍ୟୁ ଭୋଗ କଲେ ବୋଲି କହିବାର ଅର୍ଥ ହେଲା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସାଧାରଣ ବ୍ୟକ୍ତି ନୁହନ୍ତି। ସେ ଯେମିତି ରାଜାମାନେ, ପଣ୍ଡିତମାନେ, ଜ୍ଞାନୀ ଲୋକମାନେ ଯେମିତି ମୃତ୍ୟୁବରଣ କଲେ, ତାହାଙ୍କର ମୃତ୍ୟୁ ସେ ପ୍ରକାର ନଥିଲା। ତାହାଙ୍କର ମୃତ୍ୟୁ ଅନନ୍ୟ ଅଟେ, ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। କାରଣ ତାହାଙ୍କ ଜନ୍ମର 750 ବର୍ଷ ପୂର୍ବେ ତାହାଙ୍କ ମୃତ୍ୟୁ ବିଷୟରେ ଭାବବାଣୀ କରାଯାଇଥିଲା। ସେଥିପାଇଁ ଲେଖାଯାଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ସେ ମୃତ୍ୟୁ ଭୋଗ କଲେ। ଯଦି ଆପଣ ପଢିବେ ମୋ ସହିତ ପୁରାତନ ନିୟମରେ ଗୋଟେ ବାକ୍ୟ ଲେଖାଯାଏ, ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତାର 53 ଅଧ୍ୟାୟ 9 ପଦରେ ପ୍ରକାର ଲେଖାଯାଏ, 9-10 ପଦରେ ଲେଖାଯାଏ, ପୁଣି ସେ କୌଣସି ଦୌରାତ୍ମ୍ୟ ନ କଲେ ହେଁ ଓ ତାହାଙ୍କ ମୁଖରେ କୌଣସି ଛଳ କଥା ନଥିଲେ ହେଁ ଲୋକମାନେ ଦୁଷ୍ଟଗଣର ସହିତ ତାହାଙ୍କର କବର ନିରୂପଣ କଲେ ଓ ମୃତ୍ୟୁରେ ସେ ଧନବାନର ସଙ୍ଗୀ ହେଲେ। 10 ପଦ, ତଥାପି ତାହାଙ୍କୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁଙ୍କର ଅଭିମତ ହେଲା। ଏହା ମନୁଷ୍ୟର ଯୋଜନା ନୁହେଁ, ଏହା କୌଣସି ସରକାର, କୌଣସି ନେତା, କୌଣସି ଲୋକମାନଙ୍କ ଯୋଜନା ନୁହେଁ, ଏହା ପରମେଶ୍ୱରଙ୍କର ସଂକଳ୍ପ ଅଟେ, ଏହା ପରମେଶ୍ୱରଙ୍କର ଯୋଜନା ଅଟେ। ସେଥିପାଇଁ ଲେଖାଯାଉଛି ଯେ ପରମେଶ୍ୱରଙ୍କର ସଂକଳ୍ପ ଅନୁସାରେ, ଏହା ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ହେଲା। ତାପରେ ଲେଖାଯାଉଛି ସେ ତାହାଙ୍କୁ ଦୁଃଖଗ୍ରସ୍ତ କରିଅଛନ୍ତି, ତୁମ୍ଭେ ତାହାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କର ଇଷ୍ଟ ସିଦ୍ଧ ହେବ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ସେଥିପାଇଁ ଲେଖାଯାଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି କ୍ରୁଶରେ ମୃତ୍ୟୁଭୋଗ କରୁଛନ୍ତି, କାରଣ ତାହାଙ୍କର
मृत्यु विषय जन्मर 750 वर्ष पूर्वे भाववाणी कराଯାଇଥିଲା। ସେହି भाववाणी से सफल करने निमंते से कौन करुछंती क्रूसरे मृत्यु भोग करुछंती। यदि आपण प्रेरित पुस्तक 2 अध्याय को आसीबे 2 अध्याय 23 पदरे पितर कहउचंती कौन बोली से कहउचंती लेखा जाउछि सही व्यक्ति ईश्वर को निरूपित संकल्प और पूर्वज्ञान अनुसार समर्पित हुअन्ते आपण माने ताहाकु अधार्मिक मानक हस्त द्वारा क्रूसार्पण करी बद्ध करिथिले। देखंतु एरा परमेश्वर संकल्प यह परमेश्वर निरूपित योजना अनुसार शास्त्र लेखा अनुसार से कौन कले मृत्यु भोग कले। एवं द्वितीय विषय आम देखुचु से ही प्रथम करंतीय तार 15 अध्याय 3 पदरे आम शेष अंश पढ़िलु कौन बोली पढ़िलु जे आम्भ मानकर पाप निमंते से कौन हेले मृत्यु भोग कले। आम्भ मानक पाप निमंते यदि आपण द्वितीय करंतीय 5 अध्याय 21 पद पढ़िबे से स्थान लेखा जाउची जे यीशु ख्रीष्टଙ୍କ ठारे पापर लेश मध्य नथिला। से निर्दोष व्यक्ति मात्र आम्भ मानक निमंते से कौन कले मृत्यु भोग कले। आम्भ मानकर पाप निमंते आपण माने मो सहित पढ़िबे गोटे वाक्य एफिसियो पुस्तक 1 अध्याय 7 पदरे लिखा गला ताहांको अनुग्रह रूप निधि अनुसार आम्भे माने सेही प्रियतमଙ୍କ ठारे ताहांको रक्त द्वारा मुक्ति अर्थात अपराध सबुरु क्षमा प्राप्त होइछ। प्रभुଙ୍କ नामर गौरव हो ताहांकर मृत्यु द्वारा ताहांकर कुशार्पण द्वारा आम्भे माने कौन हेलु जे आमर सबु अपराधरु आमे मुक्त हेलु पापरु आमे क्षमा पाइलु उद्धार पाइलु परित्राण पाइलु अतीत कालर सबु पाप को से कौन कले क्रूसरे मृत्यु भोग द्वारा आमको से क्षमा कले। आमे जन्मरु पापी ओटु दाऊद कहंती पापरे मोर माता मते गर्भ धारण कला आ सही पाप करी आमे प्रभुଙ୍କ ठारो दूरକୁ पळाई गला बेले प्रभु यीशु ख्रीष्ट ए पृथ्वी पृष्ठ को आसिले से क्रूसरे मृत्यु भोग कले जेपरि आमे रक्षा पाइबा आमे जेपरि आमर पाप जेपरि क्षमा हेबो आमर पाप निमंते से क्रूसरे मृत्यु भोग यह आमानकर द्वितीय विषय अटे। आपण मान निकट मु तृतीय विषय रखिबा पाई चाहे आपण माने मो सहित पढ़िबे प्रथम पितर 2 अध्याय को आसीबे प्रथम पितर 2 अध्याय मु आपण मान निमंते 24 पद पढ़िबा पाई चाहे। प्रथम पितर 2 अध्याय 24 पद लेखा जाउछि आम्भे माने जेपरि पाप प्रति मृत होई धार्मिकता निमंते जीवन यापन करू एथि निमंते से आपे क्रूस उपरे निज शरीर रे आम्भ मानकर समस्त पाप बहन कले ताहांको प्रहार रे तुम्हे माने सुस्थ होइछ। केते स्पष्ट प्रिय भाई भणी माने तृतीय विषय आमे पढुछु जे आम्भे माने जेपरि पाप रे आ जीवन यापन न करी धर्म जीवन यापन करू सेति पाई प्रभु यीशु ख्रीष्ट क्रूस रे मृत्यु भोग कले। यह साधु पितर ताहांको पत्र से लिखुचंती काहे कि से मृत्यु भोग कले आम्भे माने जेपरि धर्म जीवन यापन करू पापरे न रहू। केतेक क्रिश्चियन भाई भणी माने से माने कहंती जे प्रभु यीशु ख्रीष्ट तुम पाप पाई से मृत्यु भोग करिसंती तुम पाप सब क्षमा हेची से तो क्रूसरे थरे मृत्यु भोग करिसंती जेते पाप कले भी किछि असुविधा नै जेते मंद तारे रहिले मध्ये किछि असुविधा नै। ए प्रकार शिक्षा गुडी को अनेक केतेक शिक्षक माने केतेक भाई भणी माने कहंती मात्र सही उद्देश्य रे प्रभु यीशु ख्रीष्ट मृत्यु भोग कले नै। जदि आमे पापरे रहिबा परि हेले मंदतारे रहिबा परि हेले प्रभु यीशु ख्रीष्ट ए जगत को आसीबार कोन आवश्यक थिला। प्रभु आमान को अनुग्रह करंतु ए कथा को बुझिबा पई पाप प्रति आमे जेपरि मृत होई धार्मिकता प्रति आमे जीवन यापन करिबा एथि पई प्रभु यीशु ख्रीष्ट मृत्यु वरण कले। आज जदि आमे पाप को नाई बोली कहि पारुछु मंदतारु पृथक हेचु एहार उद्देश्य है आमे पाप प्रति मरी जाइछु जगत प्रति मरी जाइछु। जदि आपण माने पढ़िबे गालातिय पुस्तक 2 अध्याय रे साधु पावल गोटे कथा कहउचंती गालातिय पुस्तक आपण माने मो सहित आसीबे 2 अध्याय गालातिय 2 अध्याय 20 पद एवं 21 पद मु पढ़िबा पई चाहे लेखा जाए मु ख्रीष्टଙ୍କ ସହିତ କ୍ରୁସରେ ହତ ହୋଇଅଛି
ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। 21 ପଦ, ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁନାହିଁ, କାରଣ ଯଦି ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ ତାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁ ଭୋଗ କରିବା ବୃଥା। ପ୍ରଭୁଙ୍କ ନାମର ଗୌରବ ହଉ। ସାଧୁ ପାଉଲ କହୁଛନ୍ତି, ମୁଁ ଏବେ ଜୀବିତ ନୁହେଁ, ମୁଁ ଖ୍ରୀଷ୍ଟଙ୍କ ଠାରେ ନିଜକୁ କଣ କରିଛି? ହତ କରିଛି। ପାପ ପ୍ରତି ମରିଯାଇଥିବା ବ୍ୟକ୍ତିଙ୍କୁ କେହି ମଧ୍ୟ ତାକୁ ପାପ କରିବା ନିମନ୍ତେ ପ୍ରବର୍ତ୍ତାଇ ପାରିବେ ନାହିଁ, କାରଣ ମରିଯାଇଥିବା ଜଣେ ବ୍ୟକ୍ତି ସେ ଉଠିକିନା ବସିପାରେ ନାହିଁ, କଥା ହେଇପାରେ ନାହିଁ, ସେ ପାଣି ପିଇ ପାରେ ନାହିଁ, କିଛି ମଧ୍ୟ କରିପାରେ ନାହିଁ। ଠିକ୍ ସେହିପରି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ ଜଗତ ପ୍ରତି ମୃତ୍ୟୁ ହୋଇଯାଆନ୍ତି ବା ମରିଯାଆନ୍ତି, ଜଗତରୁ ଫେରି ଆସନ୍ତି, ସେମାନଙ୍କୁ ମଧ୍ୟ କୌଣସି ଲୋକ ଯେତେ ଅଫର ଦେଉନା କାହିଁକି, ଯେତେ ତାକୁ ଫୁସଲାଉନା କାହିଁକି, ସେ କୌଣସି ପ୍ରକାର ପାପ ପ୍ରତି ଯିବେ ନାହିଁ। ଆଜି ମଧ୍ୟ ଆମେ ପରିବର୍ତ୍ତନ ହେଲା ପରେ ପୁରାତନ ସାଙ୍ଗମାନେ, ବନ୍ଧୁମାନେ ହେଇପାରେ ଆମକୁ କହୁଥିବେ ଯେ ଆମେ ଗୁଟକା ଟିକେ ଖାଇବା, ଆଜି ଟିକେ ବୁଲିବାକୁ ଯିବା, ଆମେ ସିନେମା ଟିକେ ଯିବା, ଆଜି ଟିକେ ଏନ୍ଜୟ କରିବା, ମଦ ଟିକେ ପିଇବା, ବିଭିନ୍ନ ପ୍ରକାର କଥା କହିଲା ପରେ ମଧ୍ୟ ଆମେ ନାହିଁ ବୋଲି କହୁଛୁ। କାରଣ କଣ? ପାପ ପ୍ରତି ଆମେ ମରିଯାଇଛୁ, ପାପ ପ୍ରତି ମୃତ ହୋଇଅଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପାପ ପ୍ରତି ମୃତ ହୋଇ ଧର୍ମ ଜୀବନ ଯାପନ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ଭୋଗ କଲେ। ତାହାଙ୍କ ନାମର ଗୌରବ ହଉ। ଆସନ୍ତୁ ଆମେ ଚତୁର୍ଥ ବିଷୟ ଦେଖିବା। ମୁଁ ଆପଣମାନଙ୍କ ନିକଟରେ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଏଫେସୀୟ ପୁସ୍ତକକୁ ଆସିବେ। ଏଫେସୀୟ ପୁସ୍ତକ 2 ଅଧ୍ୟାୟ, ଏଫେସୀୟ ପୁସ୍ତକ 2 ଅଧ୍ୟାୟ 16 ପଦରେ ଏ ପ୍ରକାର ଲେଖାଗଲା, ଆଉ କୃଷ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କୃଷରେ କାହିଁକି ମୃତ୍ୟୁ ଭୋଗ କଲେ? ସେ ମନୁଷ୍ୟ ଆଉ ପରମେଶ୍ୱରଙ୍କ ଯେଉଁ ଶତ୍ରୁତା ଥିଲା, ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ ଯେଉଁ ଶତ୍ରୁତା ଥିଲା, ସେ ଶତ୍ରୁତାକୁ ବିନାଶ କରି ଉଭୟ ମିଶାଇବା ପାଇଁ, ଉଭୟକୁ ମିଳିତ କରିବା ପାଇଁ, ଅର୍ଥାତ୍ ମନୁଷ୍ୟକୁ ପରମେଶ୍ୱରଙ୍କ ନିକଟରେ ଆଣିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ଭୋଗ କଲେ। ପ୍ରିୟ ଭାଇ ଭଉଣୀମାନେ, ଯେଉଁ ସମୟରେ ଅବା ଆଦମ ପାପ କଲେ, ସେମାନେ ପରମେଶ୍ୱରଙ୍କ ସହିତ ଦୂରକୁ ଚାଲିଗଲେ, ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଗଲେ, ସେମାନେ ପରମେଶ୍ୱରଙ୍କର ସହିତ ସମ୍ପର୍କ ସେମାନଙ୍କ କଟିଗଲା। ସେହିପରି ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ, ଯେପରି ସେହି ବିଗିଡ଼ି ଯାଇଥିବା ସମ୍ପର୍କ, ଭାଙ୍ଗି ଯାଇଥିବା ସମ୍ପର୍କ ଗଠନ ହେବ, ପୁନର୍ବାର ମନୁଷ୍ୟ ପରମେଶ୍ୱରଙ୍କ ନିକଟରେ ଫେରି ଆସିବ। ସେଥିପାଇଁ ସେ କଣ କଲେ? କ୍ରୁଶରେ ମୃତ୍ୟୁ ଭୋଗ କଲେ। ଆମେ ଦେଖିବା ପଞ୍ଚମ ବିଷୟ। ମୋ ସହିତ ଆପଣମାନେ ପ୍ରଥମ କରନ୍ଥୀୟ 5 ଅଧ୍ୟାୟକୁ ଆସିବେ। ପ୍ରଥମ କରନ୍ଥୀୟ 5 ଅଧ୍ୟାୟ 15 ପଦରେ ଲେଖାଗଲା, ଆଉ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ଯେପରି ଯେଉଁମାନେ ଜୀବିତ ସେମାନେ ଆଉ ଆପଣା ଆପଣା ନିମନ୍ତେ ଜୀବନ ଯାପନ ନ କରି ବରଂ ଯେ ସେମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ ଓ ଉତ୍ଥିତ ହେଲେ ତାହାଙ୍କ ନିମନ୍ତେ ଜୀବନ ଯାପନ କରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ମୃତ୍ୟୁ ଭୋଗ କଲେ? ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ। ଅନେକ କହନ୍ତି ସେ ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ, ଖ୍ରୀଷ୍ଟିଆନ ନିମନ୍ତେ ସେ କ୍ରୁଶରେ ମୃତ୍ୟୁ ଭୋଗ କଲେ। ସେହିପରି ନୁହେଁ ପ୍ରିୟ ଭାଇ ଭଉଣୀ ମାନେ, ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ ସତ, ମାତ୍ର ଯେତେ ଜଣ ଆମେ ଜୀବିତ ଅଛୁ, ସେ କାହିଁକି ମୃତ୍ୟୁ ଭୋଗ କଲେ? ଆମେ ଯେତେ ଜଣ ଜୀବିତ ଅଛୁ, ଆମେ ଆଉ ନିଜ ନିମନ୍ତେ ନ ବଞ୍ଚି, ଜଗତ ନିମନ୍ତେ ନ ବଞ୍ଚି, ପାପ ନିମନ୍ତେ, ଅଭିଳାଷ ନିମନ୍ତେ ଜୀବନ ଯାପନ ନ କରି ଆମେ ଯେପରି ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା, ଆମେ ଖ୍ରୀଷ୍ଟଙ୍କର ଗୌରବ ପ୍ରଶଂସାର କାରଣ ହେବା, ଏହି ଉଦ୍ଦେଶ୍ୟରେ ସେ କଣ କଲେ? ମୃତ୍ୟୁ ଭୋଗ କଲେ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଶେଷରେ ଆମେ ଗୋଟେ ବାକ୍ୟ ପଢି ସମାପ୍ତ କରିବା। ଆପଣମାନେ ମୋ ସହିତ ପଢିବେ ଷଷ୍ଠ ବିଷୟ। ଏହା ହେଉଛି ଆମମାନଙ୍କର ଷଷ୍ଠ ବିଷୟ ଆଉ ଶେଷ ବିଷୟ। ଗାଲାତୀୟ ପୁସ୍ତକ, ମୋ ସହିତ ଆସିବେ। ଗାଲାତୀୟ ପୁସ୍ତକ 3 ଅଧ୍ୟାୟ, ଗାଲାତୀୟ 3 ଅଧ୍ୟାୟ ଆପଣମାନଙ୍କ ନିମନ୍ତେ ମୁଁ 14 ପଦ ପଢୁଛି। ଲେଖାଯାଏ, ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ, କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ ସେ ଅଭିଶପ୍ତ।
ସେ ଆମକୁ ଅଭିଶାପରୁ ମୁକ୍ତ କରିବା ପାଇଁ କୁଶରେ ମୃତ୍ୟୁଭୋଗ କଲେ। ଆମ ଉପରେ ପିଢ଼ି ପିଢ଼ିର ଯେଉଁ ଅଭିଶାପ ଥିଲା, ଆମ ଉପରେ ଅଭିଶାପ କାମ ଦେଉଥିଲା। ଯେଉଁ ସମୟରେ ଆମେ ଯେତେ ରୋଜଗାର କଲେ ମଧ୍ୟ ଆମ ହାତରେ ଟଙ୍କାଟି ପଇସା ରହୁନଥିଲା, ଘରେ ଅଶାନ୍ତି ରହୁଥିଲା, ବିଭିନ୍ନ ସମସ୍ୟା ଦେଇ ଆମେ ଗତି କରୁଥିଲୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେବେ ଆମେ ବିଶ୍ୱାସ କଲୁ, ସେହିଦିନ ସେ କ'ଣ କଲେ? ଆମକୁ ଅଭିଶାପରୁ ମୁକ୍ତ କଲେ। ଆଜି ଯେଉଁମାନେ ଅଭିଶାପରେ ଜୀବନଯାପନ କରୁଛନ୍ତି, ସେମାନଙ୍କୁ ମଧ୍ୟ ପରମେଶ୍ୱର ଡାକୁଛନ୍ତି, ଆସ ମୁଁ ତୁମକୁ ବିଶ୍ରାମ ଦେବି, ଅଭିଶାପରୁ ମୁଁ ତୁମକୁ ବିଶ୍ରାମ ଦେବି। ସେ ଆମର ପ୍ରେମିକ ପରମେଶ୍ୱର ଆଜି ମଧ୍ୟ ଡାକୁଛନ୍ତି। କୌଣସି ଭାଇ ଭଉଣୀ ଯଦି ଆଜି ଆମେ ଅଭିଶାପରୁ ମୁକ୍ତ ହେବା ପାଇଁ ଚାହୁଁ, ଆଜି ଯଦି ଆମେ ବିଶ୍ୱାସ କରିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ସେହି ଶକ୍ତି ଅଛି, ସେ ସାମର୍ଥ୍ୟ ଅଛି, ଆମକୁ ସେ କ'ଣ କରିବେ? ଅଭିଶାପରୁ ମୁକ୍ତ କରିବେ। ତ ଏହା ଆମେ ମନେ ରଖୁ ପ୍ରିୟ ଭାଇ ଭଉଣୀମାନେ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ସେ ମୃତ୍ୟୁ ଭୋଗ କଲେ, ଆମକୁ ସେ କ'ଣ କଲେ? ଅଭିଶାପରୁ ମୁକ୍ତ କରିବା ପାଇଁ ସେ ଏହି ଧରାପୃଷ୍ଠକୁ ଆସିଲେ ଏବଂ ନିଜ ଜୀବନକୁ ସେ ଦେଲେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।